ଅନନ୍ତମୟ ଜଗତ। ସକାଳୁ ଉଠିବ, ନିଦ ଭାଙ୍ଗିଲା ତ ଅନନ୍ତଙ୍କୁ ସ୍ମରଣ କରିବ ବା ଗୁରୁମନ୍ତ୍ର ସ୍ମରଣ କରିବ। ବସୁଧାରେ ପାଦ ଦେବ, ଅନନ୍ତଙ୍କୁ ସ୍ମରଣ କରିବ, ବସୁଧାଙ୍କୁ ପ୍ରଣତି ଜଣାଇବ। ନିତ୍ୟକର୍ମ ଚାଲିଥିବ, ମନ୍ତ୍ର ସ୍ମରଣ ମନେ ମନେ ଚାଲିଥିବ। ନିତ୍ୟକର୍ମ ସଇଲା, ଗୋଟିଏ ମିନିଟ୍, ସର୍ବନିମ୍ନ ଗୋଟିଏ ମିନିଟ୍ ବସିଯିବ, ହୃଦୟକୁ ଚିନ୍ତନ କରି ଅଂ ବଂ ଜଂ ଅଂ ବଂ ଜଂ ସ୍ମରଣ କରିବା ସହିତ ତମର ଗୁରୁମନ୍ତ୍ର ସ୍ମରଣ କରିପାରିବ। ତାପରେ ଜଳପାନ କରିବ। ସେଇ ଅଂ ରୂପୀ ଅନନ୍ତଙ୍କୁ ଖାଦ୍ୟ ପଦାର୍ଥ ସମର୍ପଣ କରି ଖାଇବ। ତାପରେ ନିଜ କର୍ମକ୍ଷେତ୍ରକୁ ବାହାରିବ। ଗୁରୁମନ୍ତ୍ର ଓ ଏଇ ଅଂ ବଂ ଜଂ ଏ ମନ୍ତ୍ର ସ୍ମରଣ କରି ବାହାରିବ। କର୍ମ ଆରମ୍ଭ ମାତ୍ରକେ ସ୍ମରଣ କରିବ। କର୍ମ ଚାଲିଥିଲା ବେଳେ ଯେତେବେଳେ ଟିକେ ସମୟ ପାଉଥିବ ସ୍ମରଣ କରୁଥିବ, କର୍ମଟି ସରିଗଲା ପରେ ପୁଣି ସ୍ମରଣ କରି ପ୍ରଣାମ ଜଣାଇବ। ଏହିପରି ଭାବରେ ସନ୍ଧ୍ୟାରେ ଗୋଟିଏ ମିନିଟ୍ ହେଲେ ବି ଯଥେଷ୍ଟ। ଚାଲୁଥିବ, ସବୁ କରୁଥିବ, ଯଦି ପ୍ରାର୍ଥନା ଗାଉଥିବ ମନେ ମନେ ପ୍ରାର୍ଥନା କର। ପୁଣି ସନ୍ଧ୍ୟାରେ ଗୁରୁମନ୍ତ୍ର ସ୍ମରଣ କରି ହୃଦୟକୁ ଧ୍ୟାନ କରି ଅଂ ବଂ ଜଂ ସ୍ମରଣ କରିବ। ଅଂ କହିଲେ ଅନନ୍ତ, ବ କହିଲେ ବ୍ରହ୍ମ, ଜ କହିଲେ ଜ୍ୟୋତି। ପୁନଶ୍ଚ ଖାଦ୍ୟ ରାତ୍ରି ଭୋଜନ ବେଳେ ସେଇ କଥା। ବିଛଣାକୁ ଆସିବା ପରେ ସେଇ କଥା। ଶୋଇଲା ବେଳେ ପୁଣି ଥରେ ସ୍ମରଣ କରି ଶୋଇବ। ଯଦି ଟିଭି ଦେଖୁଛ କି କ'ଣ କରୁଛ, ସେ ଦେଖା ଚାଲିଥାଉ, ମନ୍ତ୍ର ବି ଚାଲିଥାଉ। ଶିବାନନ୍ଦ କହିଥିଲେ, ଯେଉଁଠି ଥାଅ ଯେପରି ଥାଅ ରାଧାରମଣ ଚିନ୍ତନ କର। ବାୟା କହିଥିଲେ, ନାମ ସ୍ମରଣ କର। ବୈକୁଣ୍ଠ କହିଥିଲେ, ନାମ ସ୍ମରଣ କର। ମଧୁସୂଦନ କହିଥିଲେ, ନାମ ସ୍ମରଣ କର। ଅନୁକୂଳ କହିଥିଲେ, ନାମ ପରମ ବ୍ରହ୍ମ। ଠାକୁର ନିଗମାନନ୍ଦ କହିଥିଲେ, ଜୟ ଗୁରୁ। ସବୁ ମହାପୁରୁଷମାନଙ୍କର କଥା ଗୋଟିଏ। ଯଦି ଆସନ କରିବ, ଖାଇବା ପରେ ବଜ୍ରାସନ, ସକାଳେ ପଦ୍ମାସନ, ସନ୍ଧ୍ୟାରେ ସମାସନ, ଯେତେବେଳେ ତୁମ ଇଚ୍ଛା ହେବ ସବାସନ, ବାସ୍ ସଇଲା। ଚାଲିବ, ସେ ବି ଗୋଟେ ଯୋଗ।
ବେଶୀ ହସିବ ନାହିଁ, ଏହା ମଧ୍ୟ ଏକ ଯୋଗ। ବେଶୀ କଥା ଗପିବ ନାହିଁ, ଏହା ମଧ୍ୟ ଏକ ଯୋଗ। କାହାର ମନ୍ଦ ଚିନ୍ତା କରିବ ନାହିଁ, ଏହା ମଧ୍ୟ ଏକ ଯୋଗ। କାହାରି ନିନ୍ଦା ସମାଲୋଚନା ଶୁଣିବନି, ଏହା ବି ଏକ ଯୋଗ। ଚଲାବୁଲା କଲେ ଦେହ ଟିକେ ଭଲ ରହିବ। ପରିଶ୍ରମ ହିଁ ଯୋଗର ଏକ ମାର୍ଗ। ଯାହା ପାଇବ ଅସନ୍ତୁଷ୍ଟ ହେବ ନାହିଁ, ତାକୁ ସମର୍ପଣ କରି ମାଲିକଙ୍କର ଭୋଗ ଭାବିକିରି ଖାଇବ। ତେବେ ଏଇଭଳି ଜୀବନକୁ ଗଢ଼। ଅଳ୍ପ ସମୟ ଭିତରେ ଯେମିତି ବିରାଟ ପୁରୁଷଙ୍କର କାର୍ଯ୍ୟ ସରିବ, ସେଥିପାଇଁ ଦିନ ଭିତରେ 5-7 ମିନିଟ୍ ସମୟ ଦେଲେ ଯଥେଷ୍ଟ। ଘରେ ଫଟୋ ଗୁଡ଼ିଏ ରଖିବନି, ମନ ଲାଖି ଗୋଟିଏ କି ଦୁଇଟି ରଖିବ। ତାକୁ ପୋଛାପୋଛି କରି ରଖିବ। ଏତେ ଫୁଲ ମାଳ ଦେବନି, ଗୋଟିଏ ଫୁଲ, ଗୋଟିଏ ତୁଳସୀ ପତ୍ର ଯଥେଷ୍ଟ। ଦୀପ ଲଗେଇଲେ ଭଲ, କିନ୍ତୁ ସାବଧାନ ହେଇ ଲଗେଇବ, ଲୁଗାପଟାରେ ନିଆଁ ନ ଲାଗେ। ଝୁଣା ଟିକେ ଦେଲେ ଭଲ, ଘରେ ଟିକେ ବାୟୁମଣ୍ଡଳକୁ ଶୋଧନ କରିବ। ଝୁଣା ଆଉ ଗୁଗୁଳ। ଯଦି ଗୋମାତା ଘରେ ଥାଆନ୍ତି, ତାଙ୍କୁ ଟିକେ କ'ଣ ଖାଇବାକୁ ଦିଅ, ଆଉଁସି ଦିଅ। ଯଦି କୁକୁରଟିଏ ଅଛି, ତାକୁ ବି ଖାଇବାକୁ ଦିଅ। ବିଲେଇଟିଏ ଥିଲେ ତାକୁ ଦିଅ। ମାଙ୍କଡ଼ଟିଏ ଯଦି ଅଛି, ଖାଉଛି, ଖାଉ, ତାକୁ ବି ସମୟ ଦିଅ। ଆତ୍ମୀୟ ସ୍ୱଜନମାନଙ୍କ ପାଇଁ ଯେତେବେଳେ ଯାହା କର୍ତ୍ତବ୍ୟ ଆବଶ୍ୟକ କର। ଗୁରୁଜନଙ୍କ ପାଇଁ କର, ଲଘୁଜନଙ୍କ ପାଇଁ କର, କିନ୍ତୁ ନିଜ ସ୍ୱାସ୍ଥ୍ୟ ନିଜେ ରଖ। ନିଶା ମାଦକ ଛାଡ଼। ବଳିଆକୁ ଯଦି ମନେ ରଖିବ ବା ପୂଜା କରିବ, ସେ ପୂଜାଟା ହେଉଛି ଗଛ ଲଗେଇବ। ଗଛ ଲଗାଟେ ହେଉଛି ବଳିଆର ପୂଜା। ଯଦି ପୁଅ ଝିଅଙ୍କର ବା ତୁମର ଜନ୍ମଦିନ ପାଳନ କରିବ, କେବଳ ଗଛ ସୃଷ୍ଟି କରି ପାଳନ କରିବ, କିମ୍ବା କୌଣସି ଅବହେଳିତ ମଣିଷକୁ ଯଦି ଖାଇବାକୁ ଦେବ କି ବସ୍ତ୍ରଟିଏ ଦେବ, ସେଇଟା ହେଲା ଜନ୍ମୋତ୍ସବ। ଶେଷରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ସମସ୍ତଙ୍କର ମଙ୍ଗଳ ଚିନ୍ତନ କରି ଆଉ ବଳିଆ ନିଜକୁ ଅନନ୍ତ ପଦାବ୍ଜରେ ବାୟାଙ୍କ ପାଦ ତଳେ ଠାକୁର ନିଗମାନନ୍ଦ ଅନୁକୂଳ ଅଭିରାମ ମଧୁସୂଦନ ପାଦ ତଳେ ସମର୍ପଣ କରି ଏତିକିରୁ କଥାକୁ ରଖୁଛି। ଜୟ ଗୁରୁ, ଜୟ ଜଗନ୍ନାଥ।